ମୁଁ ଦୀପକ କୁମାର ଆପଣଙ୍କୁ ସ୍ୱାଗତ ଜଣାଉଛି ମିଷ୍ଟ୍ରିୟସ୍ ୱାର୍ଲ୍ଡ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲର ଆଉ ଗୋଟିଏ ଭୟର ଏପିସୋଡ଼ରେ। ତ ସମୟକୁ ବେଶୀ ନଷ୍ଟ ନ କରି ଚାଲନ୍ତୁ ଆଜିର କାହାଣୀଟିକୁ ବିସ୍ତାର ଭାବରେ ଜାଣିବା। ଅଦିନିଆ ଝଡ଼ ତୋଫାନ ସହିତ ପ୍ରବଳ ଜୋରରେ ବର୍ଷା ଯୋଗୁଁ ଗରିବ ଚାଷୀ ଘନଶ୍ୟାମଙ୍କୁ ବହୁତ ବଡ଼ ଝଟକା ଲାଗିଥିଲା। କାହିଁକିନା ଅଦିନିଆ ବର୍ଷା ସକାଶେ ବିଲବାଡ଼ି ଚାରିଆଡ଼େ ପ୍ରବଳ ମାତ୍ରାରେ ପାଣି, ଯାହାଫଳରେ ଘନଶ୍ୟାମଙ୍କର ସବୁ ଫସଲ ଗୁଡ଼ିକ ପଚିସଢ଼ି ନଷ୍ଟ ହୋଇଗଲା। ତେଣୁ ସେ ଏବେ ଆଉ ତାଙ୍କ କରଜ ପରିଶୋଧ କରିବା ପରିସ୍ଥିତିରେ ବି ନଥିଲେ। ଆଉ ତାହା ସହିତ ବଡ଼ ପରିବାର ହୋଇଥିବା ଯୋଗୁଁ ସେମାନଙ୍କର ଭରଣ ପୋଷଣ କରିବା ବି ଏବେ ବହୁତ ବଡ଼ ମୁସ୍କିଲ ଲାଗୁଥାଏ। ଏମିତି ପରିସ୍ଥିତି ଭିତରେ ତାଙ୍କୁ କିଛି ବି ବୁଦ୍ଧିବାଟ ଦେଖାଯାଉନଥାଏ କି ସେ ଏବେ କରିବେ କ'ଣ। ତାହା ସହିତ ଦିନକୁ ଦିନ ଯେତିକି ବିତି ଚାଲିଥାଏ ସମସ୍ୟା ଆହୁରି ଧୀରେ ଧୀରେ ବୃଦ୍ଧି ହେବାରେ ଲାଗିଥାଏ। ଏମିତି ଗୋଟିଏ ଦିନ ସନ୍ଧ୍ୟାରେ ଘନଶ୍ୟାମଙ୍କୁ ଅଚାନକ ଜମିଦାର ବାବୁଙ୍କର ଡକରା ପଡ଼ିଲା। ଆଉ ସେତେବେଳକୁ ସେ ବୁଝି ସାରିଲେଣି ଯେ ଏବେ ସମସ୍ୟା ଆହୁରି ଜଟିଳରୁ ଜଟିଳତର ହୋଇଯାଇପାରେ, ଯେମିତିକି ବୋଝ ଉପରେ ନଳିତା ବିଡ଼ା। ଯେହେତୁ କି ଜମିଦାର ବାବୁଙ୍କର ଡକରା ପଡ଼ିଛି ତ ଘନଶ୍ୟାମଙ୍କୁ ନ ଯାଇକି ବି କୌଣସି ଉପାୟ ନାହିଁ। ତେଣୁ ତା ପରଦିନ ସକାଳୁ ସକାଳୁ ଘନଶ୍ୟାମ ଯାଇକି ଜମିଦାରଙ୍କ ଘରେ ପହଞ୍ଚିଗଲେ। ଜମିଦାର ଜଣକ ଘନଶ୍ୟାମଙ୍କୁ ଦେଖୁ ଦେଖୁ କହିବା ଆରମ୍ଭ କରିଦେଲେ, ଆରେ ବର୍ଷା ଯୋଗୁଁ ତୋର ତ ଏବେ ସବୁ ଫସଲ ନଷ୍ଟ ହୋଇଗଲା, ତୁ ଏବେ କରଜ ମୋତେ ସୁଝିବୁ କେମିତି? ଏହି କଥା ଶୁଣି ଘନଶ୍ୟାମ ଚୁପଚାପ ନିଜ ମୁଣ୍ଡକୁ ତଳକୁ ଲୁହାଇ ଠିଆ ହୋଇଗଲେ। ଘନଶ୍ୟାମଙ୍କୁ ଏମିତି ଚୁପଚାପ ଠିଆ ହୋଇଥିବାର ଦେଖି ଜମିଦାର ଜଣକ କହିଲେ, ଲାଗୁଛି ତୋର ଇଚ୍ଛା ନାହିଁ ବୋଧେ କରଜ ସୁଝିବା ଲାଗି? ଏହି କଥା ଶୁଣି ଘନଶ୍ୟାମ ନିଜ ହାତ ଯୋଡ଼ି କାକୁତି ମିନତି ହୋଇ କହିଲେ, ନାଇଁ ଜମିଦାର ବାବୁ, ଏମିତି କିଛି ବି ନୁହେଁ। ଏହି କଥା ଶୁଣି ଜମିଦାର ବାବୁ ଜଣକ ରାଗିଯାଇ କହିଲେ, ତୁ କ'ଣ ଚାହୁଁଛୁ? ତତେ ମୁଁ 5 ଦିନ ସମୟ ଦେଲି, 5 ଦିନ ଭିତରେ ତୁ ମୋ ପଇସା ଆଣି ସୁଝିଦେ, ନହେଲେ ତୁ ଜାଣିଛୁ ମୁଁ ଭଲ ଭାବରେ କ'ଣ କରିପାରେ। ଜମିଦାରଙ୍କ ଠାରୁ ଏହି କଥା ଶୁଣିବା ପରେ ଘନଶ୍ୟାମ ନିରାଶ ମନରେ ଚୁପଚାପ ଘରକୁ ଫେରି ଆସିଲେ। ଗୋଟିଏ ପରେ ଗୋଟିଏ ଦିନ କରି ଏମିତି 5 ଦିନ ସମୟ ମଧ୍ୟ ବିତିଗଲା, କିନ୍ତୁ ଏପର୍ଯ୍ୟନ୍ତ ପଇସା ପତ୍ରର କୌଣସି ବି ବନ୍ଦୋବସ୍ତ ହୋଇପାରିନଥିଲା। 5 ଦିନ ଅତିବାହିତ ହୋଇଯିବା ପରେ ପୁଣି ଥରେ ଘନଶ୍ୟାମକୁ ଜମିଦାରଙ୍କର ଡକରା ପଡ଼ିଲା। ତେଣୁ ଘନଶ୍ୟାମ ଯେତେବେଳେ ଜମିଦାରଙ୍କର ଘରେ ଯାଇ ପହଞ୍ଚିଲେ ତ ସେ ଦେଖିଲେ ଯେ ଜମିଦାର ବାବୁ ବହୁତ ଜୋରରେ ରାଗିକି ଅଛନ୍ତି। ଆଉ ତାହା ସହିତ ସେ ଅଧିକ ପରିମାଣରେ ସୁରାପାନ ମଧ୍ୟ କରିଛନ୍ତି। ଘନଶ୍ୟାମକୁ ଦେଖୁ ଦେଖୁ ସେ ଜମିଦାର ଜଣକ କହିଲେ, କ'ଣ କିରେ, ସକାଳୁ କୁଆଡ଼େ ଗାୟବ ହୋଇଯାଇଥିଲୁ? ମୋ ପଇସା କାହିଁ? ଯେହେତୁ କି କୌଣସି ପଇସା ପତ୍ରର ବନ୍ଦୋବସ୍ତ ହୋଇପାରିନି, ଏମିତିରେ ଘନଶ୍ୟାମ ଆଉ ଅଧିକାଟା କହିବେ ବା କ'ଣ? ତେଣୁ ସେ ଚୁପଚାପ ନିଜ ହାତ ଗୋଡ଼ ଯୋଡ଼ି ଜମିଦାରଙ୍କ ଆଗରେ ଠିଆ ହୋଇଗଲେ। ଘନଶ୍ୟାମଙ୍କୁ ଏମିତି ଚୁପଚାପ ହାତ ଯୋଡ଼ି ଠିଆ ହୋଇଯିବାର ଦେଖି ଜମିଦାର ଜାଣିପାରିଲେ ଯେ ପଇସା ପତ୍ରର କୌଣସି ବନ୍ଦୋବସ୍ତ ହୋଇନି ବୋଧହୁଏ। ତେଣୁ ଜମିଦାର ଜଣକ ରାଗିଯାଇ ନିଜ ପାଖରେ ରଖିଥିବା ଚମଚା ଗୁଡ଼ିକୁ କହିଲେ, ଶୁଣ, ୟାକୁ ଆମ ସେଇ ଯେଉଁ ପୁରୁଣା ଜମିରେ ନେଇ ଜୀବନ୍ତ ମାଟିରେ ପୋତି ଦିଅ। ଆଉ ହଁ, ଗାତ ବି ୟାକୁ ହିଁ କହିବ ଖୋଳିବା ପାଇଁ। ଜମିଦାରଙ୍କ ମୁହଁରୁ ଏହି କଥା ଶୁଣିବା କ୍ଷଣି ଘନଶ୍ୟାମ କାନ୍ଦି କାନ୍ଦି ଗୋଡ଼ ହାତ ଧରି ବହୁତ ନେହୁରା ହେଲେ। ଆଉ ସେ ଶେଷରେ ନିଜର ପୁଅ ଝିଅଙ୍କର ରାଣ ମଧ୍ୟ ଖାଇଲେ। କିନ୍ତୁ ଜମିଦାର ଜଣକ କ୍ଷମା କରିଦେବା ବଦଳରେ ତାଙ୍କୁ ଓଲଟା କହିଲେ, ଦେଖ, ତୁ ଯଦି ନିଜ ପାଇଁ ଗାତ ନ ଖୋଳିଛୁ ଆଜି ତ ମୁଁ ତୋର ସମସ୍ତ ପରିବାରକୁ ଜୀବନ୍ତ ନିଆଁ ଲଗାଇଦେବି। ଏଥିପାଇଁ ମୁଁ ଯାହା କହୁଛି ଚୁପଚାପ କର। ଆଉ ସେତେବେଳକୁ ଘନଶ୍ୟାମ ପୁରାପୁରି ମଜବୁର ହୋଇଯାଇଥିଲେ। ଏମିତି ପରିସ୍ଥିତିରେ ବି ସେ ଆଉ କରିବେ କ'ଣ? ତେଣୁ ସେ ଚୁପଚାପ ଜମିଦାରଙ୍କ କଥା ମାନିନେଲେ। କାହିଁକିନା ଏପଟେ ଜଣଙ୍କ ଜୀବନ ପାଇଁ କାହିଁକି ପରିବାରର ସମସ୍ତ ଲୋକ ବିନା କାରଣରେ ମରିଯିବେ। ତେଣୁ ତାପରେ ଜମିଦାରଙ୍କର ଚମଚା ଗୁଡ଼ିକ ତାଙ୍କୁ ଧରି ନେଇ ସେହି ପୁରୁଣା ଜମି ପାଖକୁ ଚାଲିଗଲେ। ଆଉ ସେତେବେଳକୁ ରାତି ବି ଅନେକ ହୋଇସାରିଥାଏ। ତେଣୁ ଜମିଦାରଙ୍କର ସେ ଚମଚା ଗୁଡ଼ିକ ଘନଶ୍ୟାମଙ୍କର ମୁହଁକୁ ଫାଉଡ଼ାଟି ଫୋପାଡ଼ି ଦେଇ କହିଲେ, ଏବେ ନେ, ଜଲ୍ଦି ଗାତ ଖୋଳ। ଆଉ ସେତେବେଳକୁ ଘନଶ୍ୟାମଙ୍କ ଆଖି ଲୁହରେ ଜର୍ଜରିତ, ଆଉ ତାଙ୍କ ଚେହେରାଟି କୌଣସି ଛୋଟିଆ ଛୁଆ ପରି ମଳିନ ପଡ଼ିଯାଇଥାଏ। ଏବଂ ସେ ଯେମିତି ଫାଉଡ଼ାରେ ଖୋଳିବା ଆରମ୍ଭ କରିଦେଇଛନ୍ତି କି ତାଙ୍କ ସହିତ ଯାହା ବି କିଛି ଘଟିଲା ଏମିତି ଘଟଣା କାହା ଜୀବନରେ କେବେ ବି ନ ଘଟୁ। ତେଣୁ ଘନଶ୍ୟାମ ବିନା କୌଣସି ଚିନ୍ତା ନ କରି ସେ ଫାଉଡ଼ାରେ
ନିଜ ପାଇଁ ନିଜେ ଗାତ ଖୋଳିବା ଆରମ୍ଭ କରିଦେଲେ। କିନ୍ତୁ ସେ କାନ୍ଦିବାର ଶବ୍ଦ ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଥାଏ। ଆଉ ଏବେ ଜମିଦାରଙ୍କର ସେ ଚମଚା ଗୁଡ଼ିକ ମଧ୍ୟ ସେ କାନ୍ଦିବାର ଶବ୍ଦକୁ ଶୁଣି ଟିକେ ଭୟଭୀତ ହୋଇଗଲେଣି। କିନ୍ତୁ ଘନଶ୍ୟାମ ନିଜ ଆଖିରେ ଆଖିଏ ଲୁହକୁ ନେଇ ସେ ଫାଉଡ଼ାଟିରେ ନିଜେ ନିଜ ପାଇଁ ଗାତ ଖୋଳିବା ଜାରି ରଖିଥିଲେ କି ହଠାତ୍ ତାଙ୍କୁ ଗୋଟିଏ ଆବାଜ ଶୁଭିଲା, ବାପା। ଆବାଜ ଶୁଣିବା କ୍ଷଣି ଘନଶ୍ୟାମ ଏକଦମ ଅଟକିଗଲେ ଏବଂ ଯେତେବେଳେ ସେ ସାମ୍ନାକୁ ଦେଖିଲେ ତ ତାଙ୍କ ଛୋଟିଆ ଝିଅଟି ଠିକ୍ ତାଙ୍କ ସାମ୍ନାରେ ଠିଆ ହୋଇଛି ଏବଂ ତା ସାଇଡ଼ରେ ତାଙ୍କ ପୁଅ ମଧ୍ୟ ଠିଆ ହୋଇଥିଲା ଏବଂ ସେ ଦୁଇ ଜଣ ଯାକ ବହୁତ ଜୋରରେ କାନ୍ଦୁଥାନ୍ତି। ନିଜ ପୁଅ ଝିଅକୁ ଏମିତି ଭାବରେ କାନ୍ଦୁଥିବାର ଦେଖି ଘନଶ୍ୟାମ ଫାଉଡ଼ାଟିକୁ ଛାଡ଼ି ଦେଇ ତାଙ୍କ ପାଖକୁ ଦୌଡ଼ିଗଲେ ଏବଂ ସେ ଦୁଇ ଜଣଙ୍କୁ କୋଳେଇ ନେଇ କହିଲେ, କ'ଣ ପାଇଁ ତମେ କାନ୍ଦୁଛ? କ'ଣ ହେଲା ତମର? ଏହି କଥା ଶୁଣି ତାଙ୍କ ଝିଅଟି କହିଲା, ବାପା ତମେ କ'ଣ ପାଇଁ ଘରକୁ ଆସିଲନି? ଏହି କଥା ଶୁଣି ଘନଶ୍ୟାମ କହିଲେ, କଥା କ'ଣ କି ଝିଅ, ମୋତେ ଗୋଟେ ନୂଆ କାମ ମିଳିଛି ଆଉ ସେ କାମଟିକୁ ସାରିଦେବା ପରେ ଘରକୁ ଯାଇଥାନ୍ତି। ଏହି କଥା ଶୁଣି ତାଙ୍କ ଝିଅଟି କହିଲା, ଆପଣ ମିଛ କହୁଛନ୍ତି ବାପା, ଆମକୁ ଜଣାଅଛି ତମେ କ'ଣ ପାଇଁ ଘରକୁ ଆସିନ। ଏହି କଥା କହି ତାଙ୍କ ଝିଅଟି ଏବେ ବି କାନ୍ଦି ପକାଉଥାଏ। ତେଣୁ ଘନଶ୍ୟାମ ତାଙ୍କ ଝିଅର ଆଖିରୁ ଲୁହ ପୋଛି ଦେଇ କହିଲେ, ନାଇଁ ନାଇଁ, ମୁଁ ତମକୁ କ'ଣ ପାଇଁ ମିଛ କହିବି ଯେ। ଆଉ ଏବେ ସେ ଏତିକି ହିଁ କହିଥାନ୍ତି କି ଅଚାନକ ତାଙ୍କ ନଜର ପଡ଼ିଲା ଝିଅଟିର ଚେହେରା ଉପରେ। ତ ସେ ଦେଖିଲେ ଯେ ତାଙ୍କ ଝିଅ ପୁଅ ଦୁହିଁଙ୍କର ଚେହେରା ଏବେ ନୀଳ ପଡ଼ିସାରିଥାଏ। ଏହି ସବୁକିଛି ଦେଖି ଘନଶ୍ୟାମ ଏକଦମ ଚମକି ପଡ଼ିଲେ ଏବଂ ଭୟଭୀତ ହୋଇ କହିଲେ, କ'ଣ ହେଲା ତମର? ତମ ଦୁହିଁଙ୍କ ଚେହେରା ଏମିତି ନୀଳ ପଡ଼ିଯାଇଛି କାହିଁକି? ଏହି କଥା ଶୁଣି ପ୍ରଥମେ ତ ସେ ଦୁଇ ଜଣ ଯାକ ପୁଅ ଝିଅ କିଛି ସମୟ ପାଇଁ ଚୁପଚାପ ରହିଗଲେ। ତେଣୁ ତାପରେ ଘନଶ୍ୟାମ ଯେତେବେଳେ ଦ୍ୱିତୀୟ ଥର ପାଇଁ ପଚାରିଲେ ତ ସେମାନେ କହିଲେ, ବାପା ଆମେ ସବୁକିଛି ଜାଣିଛୁ କି ସେ ଜମିଦାର ତୁମକୁ କରଜ ନ ଶୁଝି ପାରିବାରୁ ମାରିଦେବା ପାଇଁ ଚାହୁଁଛି ଏବଂ ଆମ ଲାଗି ତୁମେ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଇଛ। କିନ୍ତୁ ଏବେ ତୁମକୁ ଆଉ ମରିବାକୁ ପଡ଼ିବନି, କାହିଁକି ନା ଆମେ ସବୁକିଛି ଠିକ୍ କରିଦେଇଛୁ। ଏହି କଥା ଶୁଣି ଘନଶ୍ୟାମ କାନ୍ଦି କାନ୍ଦି କହିଲେ, ଏମିତି କ'ଣ କରିଦେଲ ତମେ ସମସ୍ତେ? ଏହି କଥା ଶୁଣି ତାଙ୍କ ଛୋଟ ଝିଅଟି ପ୍ରତି ଉତ୍ତର ଦେଇ କହିଲା, କାହିଁକି ନା ଆମେ ତିନି ଜଣ ଯାକ ମରିସାରିଛୁ ବାପା, ଯାହାଫଳରେ ଆଉ ଏବେ ତୁମକୁ ମରିବାକୁ ପଡ଼ିବନି। ଏହି କଥା କହିକି ତାଙ୍କ ଛୋଟିଆ ଝିଅଟି ଇସାରା କରି ଘନଶ୍ୟାମକୁ ପଛକୁ ଦେଖିବା ପାଇଁ କହିଲା। ତେଣୁ ଘନଶ୍ୟାମ ଯେତେବେଳେ ପଛକୁ ବୁଲି ଦେଖିଲେ ତ ଦେଖିଲା ବେଳକୁ ତାଙ୍କ ପାଦ ତଳୁ ମାଟି ଖସିଗଲା, କାହିଁକି ନା ଠିକ୍ ତାଙ୍କ ପଛପଟେ ତାଙ୍କ ସ୍ତ୍ରୀ ବି ଠିଆ ହୋଇଥାଏ ଆଉ ତାଙ୍କ ସ୍ତ୍ରୀଙ୍କର ଚେହେରାଟି ବି ତାଙ୍କ ପୁଅ ଝିଅଙ୍କ ପରି ନୀଳ ପଡ଼ିସାରିଥାଏ। ଆଉ ତାହା ସହିତ ତାଙ୍କ ସ୍ତ୍ରୀଙ୍କର ହାତରେ ସେ ଜମିଦାର ବାବୁଙ୍କର କଟାମୁଣ୍ଡ ଝୁଲୁଥାଏ। ଘନଶ୍ୟାମ ଏସବୁ କିଛି ଦେଖି ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ସେମାନଙ୍କୁ କିଛି କହିବା ପୂର୍ବରୁ ସେ ତିନି ଜଣ ଯାକ ପବନରେ ଧୂଆଁ ହୋଇ ଗାୟବ ହୋଇଗଲେ। ତେଣୁ ଘନଶ୍ୟାମ ଏହି ଭୟଙ୍କର ଘଟଣା ଚକ୍ର ଭିତରେ ପୁରାପୁରି ଭାଙ୍ଗି ପଡ଼ିଲେ ଆଉ ତାଙ୍କୁ ଜମିଦାରଙ୍କ ଠାରୁ ମୁକ୍ତି ସିନା ମିଳିଯାଇଥିଲା, ହେଲେ କିନ୍ତୁ ଏବେ ତାଙ୍କ ପାଖରେ କୌଣସି କାରଣ ବଞ୍ଚିନଥିଲା ଜୀବିତ ରହିବା ପାଇଁ, ଯାହାଫଳରେ ସେ ଦୁଃଖରେ ଭାଙ୍ଗି ପଡ଼ି ଖାଇବା ପିଇବା ମଧ୍ୟ ଛାଡ଼ିଦେଲେ। ଗାଁ ଲୋକ ସବୁ ବହୁତ ବୁଝାବୁଝି ମଧ୍ୟ କଲେ, କିନ୍ତୁ ସେ କାହାର ବି କଥା ଶୁଣି ନଥିଲେ, ନିଜ ଜିଦ୍ରେ ଅଟଳ ରହିଥିଲେ। ଏମିତି କିଛି ଦିନ ବିତିଯିବା ପରେ ଶେଷରେ ସେ ମଧ୍ୟ ତାଙ୍କ ପରିବାର ପାଖକୁ ଚାଲି ଯାଇଥିଲେ। ତ ଦର୍ଶକ ବନ୍ଧୁ, ଇଏ ଥିଲା ଗରିବ ଚାଷୀ ଘନଶ୍ୟାମ ବାବୁଙ୍କର ଜର୍ଜରିତ କାହାଣୀ। ଯଦି କାହାଣୀଟି ଆପଣଙ୍କୁ ପସନ୍ଦ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରିବା ସଙ୍ଗେ ସଙ୍ଗେ ନିଜ ସାଙ୍ଗସାଥୀଙ୍କ ସହ ସେୟାର କରନ୍ତୁ ଆଉ ଭବିଷ୍ୟତରେ ଏହିଭଳି ଭୟଙ୍କର କାହାଣୀ ଗୁଡ଼ିକ ସର୍ବପ୍ରଥମେ ଶୁଣିବା ପାଇଁ ତଳେ ଥିବା ଲାଲ କଲର୍ ସବସ୍କ୍ରାଇବ୍ ବଟନ୍କୁ ଅନ୍ କରି ପାଖରେ ଥିବା ଘଣ୍ଟି ବଟନ୍କୁ ଦବାଇ ଦିଅନ୍ତୁ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଗୋଟିଏ ନୂଆ ଏପିସୋଡ଼ରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।